ଭାରତର ଔପନିବେଶିକବାଦ ବା ଔପନିବେଶବାଦର ସ୍ଥାପତ୍ୟ ଓ ଶୈଳନିବାସ ବିଷୟରେ ଦର୍ଶାଅ ବୋଲି ଗୋଟେ କ୍ୱେଶ୍ଚିନ୍ ଆସିବ। ଆଚ୍ଛା, 3 ମାର୍କ ବି ଆସିପାରେ ଖାଲି ଶୈଳନିବାସର, 3 ମାର୍କ ଆସିପାରେ ଔପନିବେଶିକ ସ୍ଥାପତ୍ୟ ବୋଲି। ତ ଆମେ ଲେଖିବା କିସ? ଦେଖ, ତୁମର ପଲାସି ଓ ବକ୍ସର ଯୁଦ୍ଧ, ପଲାସି ଯୁଦ୍ଧ 1757ରେ ହେଇଥିଲା, ଆଉ ବକ୍ସର ଯୁଦ୍ଧ 1764 ହେଲା ପରେ ରବର୍ଟ କ୍ଲାଇଭ ଯେତେବେଳେ ଭାରତକୁ ଗଭର୍ଣ୍ଣର ଜେନେରାଲ ଆସିଲେ ହେଇକିରି, ସେଟା 1765ର କଥା। ସେ ଆସିଲା ପରେ ସମ୍ପୂର୍ଣ୍ଣ ଭାବେ ଭାରତରେ ଔପନିବେଶିକ ଶାସନ ଆରମ୍ଭ ହୋଇଥିଲା। ସେହି ସମୟରେ ଭାରତୀୟ ଓ ୟୁରୋପୀୟ ଶିଳ୍ପୀମାନଙ୍କର ସମ୍ମିଶ୍ରଣରେ, ୟୁରୋପୀୟ ଓ ଭାରତୀୟ କଳାର ସମ୍ମିଶ୍ରଣରେ ଅନେକ ସ୍ମାରକ, ସୌଧ ତଥା ସରକାରୀ କାର୍ଯ୍ୟ ଅନୁଷ୍ଠାନ ଗୁଡ଼ିକ ନିର୍ମାଣ ହୋଇଥିଲା ଏବଂ କେତେଗୁଡ଼ିଏ ଦର୍ଶନୀୟ ଯେମିତି ଗେଟ୍ ଅଫ୍ ଇଣ୍ଡିଆ, ସେଣ୍ଟ ପିଟର ଚର୍ଚ୍ଚ, ଏମିତି ଅନେକ ନିର୍ମାଣକୁ ଔପନିବେଶବାଦର ସ୍ଥାପତ୍ୟ ବୋଲି କୁହାଯାଏ। ହେଲେ ତାପରେ ତୁମେ ଲେଖିବ ଯାକ ମୁଖ୍ୟତଃ କେଉଁଠି ନିର୍ମାଣ ହେଇଥିଲା? ତୁମର ବମ୍ବେ, ତାପରେ କାଲକାଟା ଏବଂ ମାଡ୍ରାସ, এই 3ଟା ଜାଗାର କ'ଣ କ'ଣ ମୁଖ୍ୟ ସ୍ଥାପତ୍ୟ ଗୁଡ଼ିକ ତା ବିଷୟରେ ଟିକେ ଟିପ୍ପଣୀ ଦେବ। ତାହେଲେ ଏବେ ସେ ଟିପ୍ପଣୀ ବିଷୟରେ ଯଦି ଆମେ ଦେଖିବା ତ ବମ୍ବେରେ ମୁଖ୍ୟତଃ କ'ଣ କ'ଣ ନିର୍ମାଣ ହେଇଥିଲା ନା, ସବୁଠୁ ଫେମସ୍ ଜିନିଷ ବମ୍ବେର ଥିଲା ତୁମର ବମ୍ବେ ସେକ୍ରେଟେରିଏଟ୍, ତାପରେ ବମ୍ବେରେ ସିଟି ହଲ୍, ଏଲଫିନ୍ଷ୍ଟନ୍ ସର୍କଲ, ତାପରେ ମ୍ୟୁନିସିପାଲ କର୍ପୋରେସନ ଅଟ୍ଟାଳିକା, ସେହିପରି ବମ୍ବେର ବିଶ୍ୱବିଦ୍ୟାଳୟ, ବମ୍ବେର ଉଚ୍ଚ ନ୍ୟାୟାଳୟ, ତାପରେ ଛତ୍ରପତି ଶିବାଜୀଙ୍କର ଟର୍ମିନସ୍, ଭିକ୍ଟୋରିଆ ଟର୍ମିନସ୍, ଏହିସବୁ ଯାକ ଇଂରେଜ ଶାସନ ସମୟରେ ଯେଉଁ ନିର୍ମାଣ ହୋଇଥିଲା, ଏଇଟା ଆମର ଭାରତୀୟ ଓ ୟୁରୋପୀୟ ଶୈଳୀର ସମ୍ମିଶ୍ରଣର ସ୍ଥାପତ୍ୟ ଗୁଡ଼ିକ ବୋଲିକି ଆମେ ଜାଣିଲେ। ତାପରେ ସେମିତିକା 1911 ମସିହାରେ ପଞ୍ଚମ ଜର୍ଜ ଓ ରାଣୀ ମେରୀଙ୍କର ସ୍ୱାଗତ କରିବା ନିମନ୍ତେ ଗୁଜରାଟ ଶୈଳୀରେ ଗେଟ୍ ଅଫ୍ ଇଣ୍ଡିଆ ମଧ୍ୟ ତିଆରି ହେଇଥିଲା। କେବେ? 1911ରେ। ଏଇଟା ବି ଗୋଟେ ଇମ୍ପୋର୍ଟାଣ୍ଟ ବିଟ୍ କ୍ୱେଶ୍ଚିନ୍ ହିସାବରେ ମନେ ରଖ। ତାପରେ ଟାଟା ତାଜମହଲ ହୋଟେଲ ଗୋଟେ ସେହି ସମୟରେ ନିର୍ମାଣ ହୋଇଥିଲା। ତାପରେ ଫୋର୍ଟ ଜର୍ଜ ବି, ସେଣ୍ଟ ଥୋମାସ କ୍ୟାଥେଡ୍ରାଲ, ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ। ତ ଏମିତି କେତେ ଗୁଡ଼ିଏ ଦୁର୍ଗ, ଚର୍ଚ୍ଚ ଆଉ ଅନ୍ୟାନ୍ୟ ବିଲ୍ଡିଂସ୍ ନିର୍ମାଣ ହେଇଥିଲା ବିଷୟରେ ଲେଖିବ। ନେକ୍ସଟ ସେମିତି କଲିକତାରେ କ'ଣ କ'ଣ ହେଇଥିଲା 2-4ଟା ଜିନିଷ ଲେଖିଦେବ। ଫୋର୍ଟ ୱିଲିୟମ ଗୋଟେ, କଲିକତା ଟାଉନ୍ ହଲ୍ ଗୋଟେ, ତାପରେ ନ୍ୟାସନାଲ ଲାଇବ୍ରେରୀ ଗୋଟେ, ତାପରେ ଗେଟ୍ ଇଷ୍ଟର୍ନ ହୋଟେଲ ଗୋଟେ, ସେଣ୍ଟ ପଲ୍ କ୍ୟାଥେଡ୍ରାଲ ଗୋଟେ, ନାଇକି, ତାପରେ ହାୱଡ଼ା ରେଲୱେ ଷ୍ଟେସନ ମଧ୍ୟ ସେ ସମୟରେ ହେଇଥିଲା। ଭିକ୍ଟୋରିଆ ମେମୋରିଆଲ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ। ନେକ୍ସଟ ଇଣ୍ଡିଆନ ମ୍ୟୁଜିୟମ ବି ସେ ସମୟରେ ହେଇଥିଲା। ଗ୍ରାଣ୍ଡ ହୋଟେଲ ମଧ୍ୟ ସେ ସମୟରେ ହେଇଥିଲା। ସେଣ୍ଟ ଜନ୍ କ୍ୟାଥେଡ୍ରାଲ ମଧ୍ୟ ସେ ସମୟରେ ହେଇଥିବା ଇଂରେଜ ମାନଙ୍କର କେତେ ଗୁଡ଼ିଏ ସ୍ମୃତି ବା ସ୍ଥାପତ୍ୟ ଭାରତରେ ଅବସ୍ଥିତ। ତାପରେ ତୁମେ ଟିକେ ମାଡ୍ରାସ ବିଷୟରେ ଲେଖିଦେବ। 1640 ମାନେ 1640 ଖ୍ରୀଷ୍ଟାବ୍ଦରେ ମାଡ୍ରାସରେ ବହୁତ ଗୁଡ଼ିଏ ନିର୍ମାଣ ହେଇଛି। ସେଗୁଡ଼ିକ ଭିତରୁ ପ୍ରସିଦ୍ଧ କ'ଣ ଥିଲା ବୋଲେ ଫୋର୍ଟ ସେଣ୍ଟ ଜର୍ଜ, ତାପରେ ମାଡ୍ରାସର ଉଚ୍ଚ ନ୍ୟାୟାଳୟ, ତା ଛଡ଼ା ସିନେଟ୍ ହାଉସ୍, ତାପରେ ଲର୍ଡ ରିପେନ୍ଙ୍କ ବିଲ୍ଡିଂ, ଆଉ ଚେପକ୍ ପ୍ୟାଲେସ୍ ବୋଲିକି ଗୋଟେ ପ୍ୟାଲେସ୍ଟେ ନିର୍ମାଣ ହେଇଥିଲା। ଇଏ ସବୁ ଯାକ ଉଭୟ ଭାରତୀୟ ଓ ୟୁରୋପୀୟ କଳାର ମିଶ୍ରଣରେ ହେଇଥିବା ସ୍ଥାପତ୍ୟ ଗୁଡ଼ିକ ବୋଲିକି ଲେଖିବ। ଏତିକି ଲେଖିବ କଳା ଓ ସ୍ଥାପତ୍ୟରେ। ନେକ୍ସଟ ଯଦି ଆମେ ଯିବା ଶୈଳନିବାସ ଗୁଡ଼ିକ ବିଷୟରେ ବୋଲେ ତୁମେ ଦେଖିବ ଶୈଳନିବାସ ସେମାନେ କେଉଁଠି ସ୍ଥାପନ କରିଥିଲେ, ପ୍ରଥମେ କେଉଁ ଶୈଳନିବାସ ହେଇଥିଲା, ଆଉ ଶୈଳନିବାସର ସ୍ଥାନ ଗୁଡ଼ିକ କ'ଣ, ତାପରେ ରିଜନ୍ସ ଲେଖିବ, କ'ଣ ପାଇଁ ସେମାନେ ଶୈଳନିବାସ ନିର୍ମାଣ କରିଥିଲେ। ତ ଦେଖିବା ସେ ବିଷୟରେ ଯଦି ଆମେ କହିବାକୁ ଯିବା, ଶୈଳନିବାସ ସ୍ଥାପନ ମଧ୍ୟ ଇଂରେଜ ସଂସ୍କୃତିର ଏକ ଅଙ୍ଗକା। ଅବଶ୍ୟ ଏହାର ଭିତ୍ତି ସାମରିକ ଆବଶ୍ୟକତାକୁ ସେମାନେ ଦୃଷ୍ଟିରେ ରଖି କରିଥିଲେ। ଇଂରେଜମାନେ ଭାରତର ପର୍ବତ ଅଞ୍ଚଳରେ
कौन करते सेठाकार स्वास्थ्यकर परिवेश द्वारा आकृष्ट हो सेठी से माने कौन करते शैलनिवास तैयारी करते है से शैलनिवास गुड़िक कौन कौन बोले तुम शिमला गोटे तापर रहा तुम माउंट आबू आ गोटे तुम रहा कौन दार्जिलिंग तीन-टा रहा मन रखत तो आई भितर प्रथमटा हूँ शैलनिवास ये शिमला रे 1815 तापर नेक्स्ट है 1818 रे माउंट आबू से माने गोटे शैलनिवास बनइले तापर 1835 रे सिक्किम ठारे जो थिला शैलनिवास को सीटा स्थानांतर करी दार्जिलिंग को मुख्य केंद्र बनई दार्जिलिंग है तमर थर्ड शैलनिवास तो ये भारतर पर्वत अंचल गुड़िकर शैलनिवास करते तलुआ अंचल गरम बेसी थिबारु से माने कौन करते ये जलवायु सेट हो पार नथिले तेणु ये पर्वत अंचल यूरोपीय जलवायु सहित से जलवायु सामंजस्य होथिबारु सही अंचल से सिविल लाइन केते गुडे सिटीज बनइले जमीक श्वेत सहर बोलिक आम कहूँ से गुड़ाक से पाखापाखि अंचल बनइले शैलनिवास सिटी कर सामरिक छाउनी सेठारे रखिले सिटी सुरक्षा सहित सबु प्रकार सुविधार व्यवस्था से करथिले शैलनिवास करिवार उद्देश्य कौन बोली पचारे तुम यहाँ लिख सैन्य बाहिनी अवस्थान तापर से सुरक्षा शत्रु आक्रमण समय ठीक से जवाब दे पारिया बोलिबा तांकर उद्देश्य नेक्स्ट है स्वास्थ्यकर परिवेश नेक्स्ट है जलवायु अनुकूल थिला ये सब कारण से शैलनिवास तैयार करथिले बोली तुम लिख शैलनिवास ओके पिला माने नेक्स्ट ओके स्टूडेंट्स थैंक यू वेरी मच फॉर वाचिंग प्लीज लाइक एंड सब्सक्राइब एंड शेयर द वीडियो आल्सो एटा गोटे इंपोर्टेंट क्वेश्चन पिला माने हमटो हिस्ट्री रे तेणु आपको भल के शुण एवं पॉइंट्स नोट करो बाय।